ଗଞ୍ଜାମ ଜିଲ୍ଲାର ଯେକୌଣସି 5ଟି ଲୋକନୃତ୍ୟକୁ ବର୍ଣ୍ଣନା କର। ଭାରତଲୀଳା। ଭାରତଲୀଳା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ ବା ଲୋକନାଟକ ଶୈଳୀ। ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତଲୀଳା କୁହାଯାଏ। ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀ ନାଟ ବା ଦ୍ୱାରଲୀଳା କୁହାଯାଏ। ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରା ହରଣ ନାଟ ମଧ୍ୟ କୁହାଯାଏ। ଗଞ୍ଜାମରେ ଭାରତଲୀଳା ଯୋଗୁଁ ଉପକୂଳ ଓଡ଼ିଶାର ବହୁଳ ପ୍ରଚାରିତ ପାଲା ପ୍ରସାର ଲାଭ କରିପାରେ ନାହିଁ ବୋଲି କୁହାଯାଏ। ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଭାରତ ଲୀଳାରେ ପରିବେଷଣ କରାଯାଇଥାଏ। ଜନପ୍ରିୟତା ଦୃଷ୍ଟିରୁ ଗଞ୍ଜାମରେ ପରିବେଷିତ ଭାରତଲୀଳାର ସମକକ୍ଷ ସେମାନେ ହୋଇପାରି ନାହାନ୍ତି। ଭାରତଲୀଳାରେ ବ୍ୟବହୃତ ପାରମ୍ପରିକ ବାଦ୍ୟ, ଆଞ୍ଚଳିକ ଭାଷା, ଲୋକସଙ୍ଗୀତ ଓ କୌତୁକପ୍ରଦ ଅଭିନୟ ଯୋଗୁଁ ଏହା ବେଶ୍ ଜନାଦୃତ ହୋଇପାରିଛି। ଭାରତଲୀଳାରେ ସମ୍ପୂର୍ଣ୍ଣ ପ୍ରଦର୍ଶନ 10ରୁ 12 ଘଣ୍ଟା ଧରି ଅନୁଷ୍ଠିତ ହୁଏ। ବାଦୀ ପ୍ରତିଯୋଗିତାରେ ଅଧିକ ସମୟ ଲାଗିଥାଏ। ଆଜିକାଲି ଆଧୁନିକ ମଞ୍ଚ ପ୍ରଦର୍ଶନର ବନ୍ଧନ ଯୋଗୁଁ ଏହା 2ରୁ 3 ଘଣ୍ଟା ଭିତରେ ମଧ୍ୟ ପରିବେଷଣ କରାଯାଉଛି। ଏହାର ଇତିହାସ 18ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନୟାଗଡ଼ର କଲ୍ୟାଣପୁର ଗ୍ରାମର ଦୀନବନ୍ଧୁ ଦାସ ଭାରତଲୀଳା ରଚନା ପୂର୍ବକ ଅଭିନୟ କରାଇଥିଲେ। ସେ ଜାତିରେ ବାଉରୀ ଥିବାରୁ ଭାରତଲୀଳାର ପ୍ରାରମ୍ଭ କାଳରେ ଉଚ୍ଚ ବର୍ଗର ଲୋକମାନେ ଏହାକୁ ଗ୍ରହଣ କରିପାରୁ ନଥିଲେ। ତେଣୁ ତାହା ମୁଖ୍ୟତଃ ନିମ୍ନ ଶ୍ରେଣୀମାନଙ୍କ ପାଇଁ ପରିବେଷିତ ହେଉଥିଲା। ପରବର୍ତ୍ତୀ ଗୁରୁମାନଙ୍କ ଦ୍ୱାରା ଦୀନବନ୍ଧୁ ଦାସଙ୍କ ପାଣ୍ଡୁଲିପିକୁ ସଂଶୋଧନ କରି ସେଥିରେ ଛାନ୍ଦ ଓ ଚୌପଦୀ ସଂଯୋଗ କରିବା ଫଳରୁ ଏହାକୁ ସମସ୍ତ ଶ୍ରେଣୀର ଲୋକ ଗ୍ରହଣ କଲେ। ସୃଷ୍ଟି ଭାରତଲୀଳାର ସୃଷ୍ଟି 19ଶ ଶତାବ୍ଦୀର ବୋଲି ଅଧିକାଂଶ ଗବେଷକ ମତ ଦିଅନ୍ତି, କିନ୍ତୁ ସ୍ୱର୍ଗତ ଧୀରେନ ଦ୍ୱାଦଶ ଏହା 15ଶ ଶତାବ୍ଦୀର ବୋଲି କୁହନ୍ତି। ଗବେଷଣାରୁ ଜଣାପଡ଼ିଯାଏ ଯେ ଦୀନବନ୍ଧୁ ଦାସ ଜୀବିକା ଅର୍ଜନ ନିମନ୍ତେ 19ଶ ଶତାବ୍ଦୀରେ ଆସାମ ଓ ରେଙ୍ଗୁନର ଚାହା ବଗିଚା ଓ ହୁଗୁଳି ଜିଲ୍ଲାର ଚଟକଳରେ କାର୍ଯ୍ୟ କରିବା ସମୟରେ ସୁଭଦ୍ରା ହରଣ ସୁଆଙ୍ଗ ରଚନା କରିଥିଲେ। ନିଜର ସହକର୍ମୀମାନଙ୍କ ସହଯୋଗରେ ରେଙ୍ଗୁନ ଓ ହୁଗୁଳି ଅଞ୍ଚଳରେ ମଞ୍ଚସ୍ଥ କରି ନିଜ ଗ୍ରାମକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଭାରତଲୀଳା ପରିବେଷଣ କରିଥିଲେ। ଏଣୁ ପ୍ରଥମାବସ୍ଥାରେ ଗଞ୍ଜାମରେ ଏହା ହୁଗୁଳି ଭାରତ ବୋଲି ଲୋକତୁଣ୍ଡରେ ବସିଯାଇଥିଲା। ଅଦ୍ୟାବଧି ମୁଖ୍ୟ ଚରିତ୍ର ଦୁଆରୀଙ୍କ ବେଶ ପୋଷାକରେ ସେହି ସମୟର ଚାହା ବଗିଚାରେ କାମ କରୁଥିବା ମଙ୍ଗୋଲିଆଙ୍କର ବେଶର ଶୈଳୀ ପରିଲକ୍ଷିତ ହୁଏ। ଦୀନବନ୍ଧୁ ଦାସ ବର୍ତ୍ତମାନ ବ୍ୟବହୃତ ଗୀତନାଟ୍ୟର କବି ହୋଇଥିଲେ ହେଁ ତାଙ୍କ ପୂର୍ବରୁ ମଧ୍ୟ ସୁଭଦ୍ରା ପରିଣ ଆଧାରିତ ଅନେକ ନାଟକ ପରିବେଷିତ ହେଉଥିଲା। ଏଣୁ ଦୀନବନ୍ଧୁ ଦାସ ଭାରତଲୀଳାର ଆଦିସ୍ରଷ୍ଟା ନୁହନ୍ତି, ବରଂ ଭାରତଲୀଳାକୁ ନିଜ ଶୈଳୀରେ ପୁନଃ ଗଢ଼ି ବିଷୟବସ୍ତୁକୁ ନବଜୀବନ ଦେଇଥିଲେ କହିବା ଅଧିକ ସମୀଚୀନ। ବିଷୟବସ୍ତୁ ଭାରତଲୀଳାରେ ମହାଭାରତର ବିଭିନ୍ନ ଉପାଖ୍ୟାନ ଅଭିନୀତ ହେଉଥିଲେ ମଧ୍ୟ କାଳକ୍ରମେ ଅନ୍ୟାନ୍ୟ ଉପାଖ୍ୟାନ ଲୁପ୍ତ ହୋଇ ଏବେ କେବଳ ସୁଭଦ୍ରା ପରିଣ ବା ହରଣ ବିଷୟଟି ଉପଜୀବ୍ୟ ହୋଇ ରହିଛି। ଏହି ପ୍ରସଙ୍ଗଟିର ନାଟକୀୟତା ଯୋଗୁଁ ଏହା ବିଶେଷ ପ୍ରସିଦ୍ଧି ଲାଭ କରିଛି। ବିଭିନ୍ନ ଦଳମାନେ ଏହି ପ୍ରସଙ୍ଗକୁ ନିଜ ନିଜ ଶୈଳୀରେ ଅଭିନୟ କରୁଥିବା ଦେଖାଯାଏ। ନାଟକରେ ବୋଲାଯାଉଥିବା ରଚନାଗୁଡ଼ିକ ପୁରାତନ ଓ ଅତ୍ୟଧିକ ଆଧୁନିକ ରଚନା ପ୍ରାୟତଃ ବ୍ୟବହାର ହୁଏ ନାହିଁ। ସ୍ଥଳେ ସ୍ଥଳେ ନୂତନ କବିତା ବୋଲାଯାଉଥିବା ନଜର ରହିଛି। ଏହି ଲୀଳାରେ ସଂଳାପଟି ଗ୍ରାମ୍ୟ ଶୈଳୀରେ ଥିବାରୁ ଲୋକଙ୍କ ସହଜରେ ବୋଧ ହୁଏ। ପୁଣି ଶୃଙ୍ଗାରଧର୍ମୀ ରହସ୍ୟ ରସରେ ପରିପୂର୍ଣ୍ଣ ହୋଇ ରହିଛି। ସୁଭଦ୍ରା ହରଣ ଲୀଳାର କଥାବସ୍ତୁ ସାଧାରଣତଃ ମଧ୍ୟରାତ୍ରିରେ ଲୀଳା ଆରମ୍ଭ ହୁଏ। ପ୍ରାରମ୍ଭରେ ସଙ୍ଗୀତ ବାଦନ ହୁଏ। ଏହାପରେ ନାରୀ ଚରିତ୍ରମାନେ ଆସି ସଭାକୁ ପ୍ରବୋଧନ୍ତି ଓ ଦେବାଦେବୀଙ୍କୁ ନାଟକର ସାଫଲ୍ୟ ଲାଗି ଜଣାଣ କରନ୍ତି। ଲୀଳାର ଆରମ୍ଭରେ ଅର୍ଜୁନ ରାଜସଜ୍ଜାରେ ଆସି ମଞ୍ଚସ୍ଥ ଏକ ସିଂହାସନରେ ବିରାଜନ୍ତି। ନାଚ ସାରି ସେ ନିଜ ପରିଚୟ ପ୍ରଦାନ କରନ୍ତି। ଏହା ପରେ ପରେ ଦୁଆରୀ ଚରିତ୍ର ମଧ୍ୟ ପ୍ରବେଶ କରି ଜଣାଣ ବୋଳିଥାନ୍ତି। ସୁଭଦ୍ରା ଓ ସତ୍ୟଭାମା ଆସି ଅର୍ଜୁନଙ୍କ ପ୍ରସାଦରେ କବାଟ ବାଡ଼ାନ୍ତି। ଅର୍ଜୁନ ଚିନ୍ତିତ ହୋଇ ରାତି ଅଧରେ କିଏ ସେ ତାଙ୍କୁ ଡାକୁଛି ତାହା ଜାଣିବା ପାଇଁ ଦୁଆରୀଙ୍କୁ ପଠାନ୍ତି। ଦୁଆରୀ ଝିଅମାନଙ୍କୁ ପଚାରନ୍ତି। ସେମାନେ ଅର୍ଜୁନଙ୍କ ଛଡ଼ା ଆଉ କାହାକୁ ନିଜର ନାମ ଓ ପରିଚୟ ପ୍ରଦାନ କରିବେ ନାହିଁ ବୋଲି କହନ୍ତି। ଅର୍ଜୁନ ଏହା ଶୁଣି କ୍ଷିପ୍ତ ହୋଇ ତାଙ୍କୁ ବନ୍ଦୀଶାଳାରେ ରଖିବାକୁ ଆଜ୍ଞା ଦିଅନ୍ତି। ପରେ ସୁଭଦ୍ରା ରୋଦନ କରନ୍ତି ଓ ସତ୍ୟଭାମା ନିଜ ପରିଚୟ ପ୍ରଦାନ କରନ୍ତି। ଶ୍ରୀକୃଷ୍ଣଙ୍କ ପାଟରାଣୀଙ୍କୁ ବନ୍ଦୀଶାଳାରେ ରଖିଥିବାରୁ ଅର୍ଜୁନ ପାପମୋଚନ ଉପାୟ ପଚାରନ୍ତି। ଦୁଆରୀ ଦନ୍ତେ କୁଟା ଧରି ପାଦେ ମୁଣ୍ଡିଆ ମାରିଲେ ସବୁ ପାପ ଚାଲିଯିବ ବୋଲି ଉପାୟ ଜଣାନ୍ତି। ଅର୍ଜୁନ ଏହା କରନ୍ତି। ଦୁଆରୀ ମଜାରେ ତାଙ୍କୁ ଏ ଉଲା ଅରଜୁନ ପିଲା କି କର୍ମ କଲା, କଞ୍ଚା ମାଇପିଲା ପାଦେ ଜୁହାର କଲା ବୋଲନ୍ତି।
ଏଥି ଉତ୍ତାରୁ ସତ୍ୟଭାମା ଆସିବା ଉଦ୍ଦେଶ୍ୟ ଶ୍ରୀକୃଷ୍ଣଙ୍କ ଠାରୁ ଫଳ ଆଣିଛନ୍ତି ବୋଲନ୍ତି। ଶ୍ରୀକୃଷ୍ଣ ନଟକୁଟିଆ ପୁରୁଷ, କାଳେ ବିଷଫଳ ପଠାଇଥିବେ ଏହି ଭୟରେ ଅର୍ଜୁନ ଫଳ ଗ୍ରହଣ କରନ୍ତି ନାହିଁ। ଦୁଆରୀଙ୍କ ବୋଧ ପରେ ଅର୍ଜୁନ କେଉଁ ଫଳ ଆଣିଛନ୍ତି ଏହା ଜାଣିବା ପାଇଁ ଦୁଆରୀଙ୍କୁ ତାହା ହସ୍ତରେ ଧରି ଆଣିବା ପାଇଁ, ଚକ୍ଷୁରେ ଦେଖି ଆସିବା ପାଇଁ ଓ ଅସ୍ତ୍ର ନେଇ ଚୋପା କାଟି ଟିକେ ଆଣିବାକୁ ଆଦେଶ ଦିଅନ୍ତି। ଏସବୁ କଲେ ମହାପାପ ଲାଗିବ ଓ ଚୋପା କର୍ତ୍ତନ କଲେ ରୁଧିର ବହିବ ବୋଲି ଝିଅମାନେ କୁହନ୍ତି। ଦ୍ୱିଅର୍ଥ ବୋଧକ ପଦଗୁଡ଼ିକରେ ନାରୀମାନଙ୍କର କୁଚକୁ ଫଳ ରୂପେ ନିୟମିତ କରାଯାଇଛି। ଶେଷରେ ସୁଭଦ୍ରା ପ୍ରୀତି ଉଦ୍ଦେଶ୍ୟରେ ଆସିଛନ୍ତି ବୋଲି କୁହନ୍ତି। ଏହାର ବିରୋଧରେ ଅର୍ଜୁନ ନାନା ପ୍ରକାର ଯୁକ୍ତି ବାଢ଼ନ୍ତି। ଅର୍ଜୁନ ସୁଭଦ୍ରାଙ୍କୁ ନିଜ ଭଉଣୀ କହି ପ୍ରମାଣ ଦିଅନ୍ତି। ସୁଭଦ୍ରା ସମଗ୍ର ସଂସାର ଭାଇ ଭଉଣୀ କହି ତାଙ୍କ ଯୁକ୍ତିକୁ ଖଣ୍ଡନ କରନ୍ତି। ପରେ ସୁଭଦ୍ରାଙ୍କୁ ଗୌରଣୀ, ବେଶ୍ୟା, କଳଙ୍କିନୀ ଆଦି ଅପବାଦ ଦିଅନ୍ତି। ଏହି ସମସ୍ତ ଯୁକ୍ତିକୁ ଶାସ୍ତ୍ର ପାଣ୍ଡିତ୍ୟରେ ଖଣ୍ଡନ କରି ଦୁଆରୀ ସୁଭଦ୍ରାଙ୍କୁ ଗ୍ରହଣ କରିବାକୁ ପ୍ରବୋଧନ୍ତି। ଅର୍ଜୁନ ତାହା ପରେ ମଧ୍ୟ ନାନା ପ୍ରକାର ଭର୍ତ୍ସନା କରି ଅନାଗ୍ରହ ପ୍ରକାଶ କରିବାରୁ ଶ୍ରୀକୃଷ୍ଣଙ୍କ ଉପାୟ ମତେ ସତ୍ୟଭାମା ମାୟାବତୀ ଦେବୀଙ୍କଠୁ ମନ୍ତ୍ରଧୂଳି ଆଣି ଅର୍ଜୁନଙ୍କୁ କାମଭାବରେ ମୋହିତ କରିନିଅନ୍ତି। ଏହାପରେ ସୁଭଦ୍ରା ଓ ଅର୍ଜୁନଙ୍କ ବିଭାଘର ଅନୁଷ୍ଠିତ ହୁଏ ଓ ଲୀଳା ସମାପ୍ତ ହୁଏ। ପ୍ରାଚୀର ରଚନାର ପ୍ରୟୋଗ। ଭାରତ ଲୀଳାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ, ବଳଦେବ ରଥ, ଦୀନକୃଷ୍ଣ ଦାସ, ବନମାଳୀ ଦାସ ଆଦି ପ୍ରାଚୀନ ଓଡ଼ିଆ କବିମାନଙ୍କ ରଚନା ଛଳରେ ପରିବେଶିତ ହୁଏ। କୃଷ୍ଣଚନ୍ଦ୍ରଙ୍କ ସୁଭଦ୍ରା ପରିରଣ ଆଧାରିତ ପଶପଞ୍ଚକରୁ ଅନେକ ଦୁଆରୀ ପଦ ଉଦ୍ଧାର କରିଛନ୍ତି। ଅନେକ ଦଳମାନଙ୍କ ଦ୍ୱାରା ବ୍ୟବହୃତ ଜଣାଣ ଗୀତ ପ୍ରଭୁ ଜାଣିଲେଣି ଜାଣିଲେଣି ତୁମ୍ଭେ ଏଡ଼େ ନିର୍ଦ୍ଦୟ ହେଲଣି, କବି ବନମାଳୀ ଦାସଙ୍କ ରଚନା। ଏହାଛଡ଼ା ଗୁରୁ ନବଘନ ପରିଡ଼ା ନିଜର ରଚନାରୁ କେତେକ ଗୀତ ମଧ୍ୟ ଆବଶ୍ୟକ ସ୍ଥଳରେ ପ୍ରସ୍ତୁତ କରନ୍ତି। ସରୋଜ ଭଣିତ ଥିବା ହାସ୍ୟରସାତ୍ମକ ବ୍ରଜପୁର ବୁଲେଟ ଗାଡ଼ି ଗୀତଟି ଅନେକ ଦଳଙ୍କ ଦ୍ୱାରା ଗୃହୀତ ହୋଇସାରିଲାଣି। ଉଲ୍ଲେଖଯୋଗ୍ୟ ଯେ ଏହି ନୂତନ ଗୀତଗୁଡ଼ିକ ମଧ୍ୟ ପୁରାତନ ସ୍ୱରରେ ସଂଯୋଜିତ ହୋଇ ବୋଲା ହୁଏ। ଅଭିନୟ। ଭାରତ ଲୀଳାରେ ଦୁଆରୀ, ଅର୍ଜୁନ ଓ ସୁଭଦ୍ରା, ସତ୍ୟଭାମା ଏହି ଚାରିଜଣ ମୁଖ୍ୟ ଚରିତ୍ର। ଗୌଣ ଭୂମିକାରେ ଆଉ 2 ଜଣ ଅଂଶଗ୍ରହଣ କରିଥାନ୍ତି। ଅତୀତରେ ଏଥିରେ କେବଳ ପୁଅମାନେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ବର୍ତ୍ତମାନ ଝିଅ ପିଲାମାନଙ୍କୁ ନିଆଯାଉଛି। ଅଭିନୟ ପାଇଁ ମୁଖ୍ୟତଃ ସଜ୍ଜିତ ମଞ୍ଚ ଓ ଗୋଟିଏ ମାତ୍ର ଚୌକି ବ୍ୟବହାର କରାଯାଇଥାଏ। ଆବଶ୍ୟକ ଅନୁଯାୟୀ ଚୌକିଟି ବିଭିନ୍ନ ଚରିତ୍ରମାନଙ୍କ ଦ୍ୱାରା ବ୍ୟବହାର କରାଯାଏ। ମଞ୍ଚଠାରୁ ବେଶଘର ପର୍ଯ୍ୟନ୍ତ ଯିବା ଯାଏ ଥିବା ପଥକୁ ପୁଷ୍ପପଥ କୁହାଯାଏ। ମଞ୍ଚର ଗୋଟିଏ ପାଖରେ ସଙ୍ଗୀତ ପରିବେଷଣକାରୀମାନେ ବସିଥାନ୍ତି। ବ୍ୟବହୃତ ବାଦ୍ୟଯନ୍ତ୍ର ମଧ୍ୟରୁ ହାରମୋନିୟମ, ଯୋଡ଼ି ନାଗରା, ଝୁମକା, ଘୁଡିକି ଆଦି ପ୍ରମୁଖ। ଜାଣିବା ପ୍ରହ୍ଲାଦ ନାଟକ। ପ୍ରହ୍ଲାଦ ନାଟକ ବା ପ୍ରହଲ୍ଲାଦ ନାଟକ ଗଞ୍ଜାମ ଜିଲ୍ଲାରେ ଅଭିନୀତ ଏକ ପାରମ୍ପରିକ ନାଟକ ଅଟେ। ଏଥିରେ ଉଭୟ ଶାସ୍ତ୍ରୀୟ ଓ ଲୌକିକ ଅଙ୍ଗ ପୂର୍ଣ୍ଣ ଭାବେ ରହିଛି। ଏହି ନାଟକରେ ନୃସିଂହଙ୍କ କଥା ଗୀତନାଟ୍ୟ ମାଧ୍ୟମରେ ପରିବେଷିତ ହୁଏ। ଏହାର ପ୍ରମୁଖ ଲେଖା ରାଜା ରାମକୃଷ୍ଣ ଛୋଟରାୟଙ୍କ ନାମରେ ଭଣିତ। ପ୍ରହ୍ଲାଦ ନାଟକର ଗୀତଗୁଡ଼ିକରେ ରାମକୃଷ୍ଣଙ୍କ ନାମରେ ଭଣିତ ଥିଲେ ସୁଦ୍ଧା ଏହାକୁ କବି ଗୌରହରି ପରିଚ୍ଛା ଲେଖିଛନ୍ତି ବୋଲି ଗବେଷକଙ୍କ ଦ୍ୱାରା ଗୃହୀତ। ପରେ ଏହାଙ୍କ ଅନୁକରଣରେ ଗଞ୍ଜାମର ଅନ୍ୟାନ୍ୟ ରାଜା ଯଥା ସୁରଙ୍ଗୀ ରାଜା, କିଶୋର ଚନ୍ଦ୍ର ହରିଚନ୍ଦନ, ଗଜଦେବ ରାୟ, ତରଳା ରାଜା, ରାମଚନ୍ଦ୍ର ସୁରଦେବ, ଧରାକୋଟ ରାଜା ମଦନମୋହନ ସହଦେବ ଓ ପରଳାଖେମୁଣ୍ଡିର ପଦ୍ମନାଭ ନାରାୟଣ ଦେବ ପ୍ରହ୍ଲାଦ ନାଟକ ରଚନା କରିଥିଲେ। ପ୍ରହ୍ଲାଦ ନାଟକରେ 20ଟି ପୁରୁଷ ଚରିତ୍ର ଓ 5ଟି ନାରୀ ଚରିତ୍ର ସଂଯୋଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗାହକ ନାମକ ଚରିତ୍ରକୁ ମଞ୍ଚ ପ୍ରବେଶ କରାଏ ଓ ଘଟଣାକୁ ବ୍ୟାଖ୍ୟା କରେ। ଏହି ଚରିତ୍ର ସଂସ୍କୃତ ଓ ଗ୍ରୀକ୍ ନାଟ୍ୟରେ ଉପସ୍ଥିତ ସୂତ୍ରଧାର ସହ ସାମଞ୍ଜସ୍ୟ ବହନ କରିଥାଏ। ଚରିତ୍ରମାନଙ୍କ ମଧ୍ୟରୁ ପ୍ରହଲ୍ଲାଦ, ହିରଣ୍ୟକଶ୍ୟପ, ଲୀଳାବତୀ, ଶୁକ୍ରାଚାର୍ଯ୍ୟ, ମନ୍ତ୍ରୀ, ଗାହକ, ଚଣ୍ଡମାର୍କ, ଗଣେଶ, ସରସ୍ୱତୀ, ବ୍ରହ୍ମା, ଇନ୍ଦ୍ର, ଦ୍ୱାରୀ, ଚାରାଗଣ, ଅସୁରଗଣ, ବାଳକଗଣ, ନାରଦ, ଗଜକର୍ଣ୍ଣ, ସାପୁଆ, ମାହୁନ୍ତ, କପଟ ରାକ୍ଷସ ଆଦି ପ୍ରଧାନ। ଉପସ୍ଥାପନ। ମଞ୍ଚ। ପ୍ରହ୍ଲାଦ ନାଟକରେ ବ୍ୟବହୃତ ବିଶେଷ
ମଞ୍ଚ ସ୍ଥାପତ୍ୟ ଯୋଗୁଁ ଏହା ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ। ଅଭିନୟ ଲାଗି କୌଣସି ପ୍ରେକ୍ଷାଗାର ଆବଶ୍ୟକ ନଥାଏ। ସାଧାରଣତଃ ଗ୍ରାମ ଉପକଣ୍ଠ ବା କୌଣସି ଖୋଲା ସ୍ଥାନରେ ଏହି ନାଟକ ଅଭିନୀତ ହୁଏ। ସମ୍ମୁଖରେ ଏକ ସୋପାନ ଥିବା ମଞ୍ଚ ସ୍ଥାପିତ ହୁଏ। ଏଥିରେ ପ୍ରାୟତଃ 7 ଗୋଟି ପାହାଚ ଥାଏ। ଗ୍ରାମୀଣ ଭାଷାରେ ଏହି ପାହାଚ ଥିବା ମଞ୍ଚକୁ ମଞ୍ଚା କୁହାଯାଏ। ମଞ୍ଚ ସମ୍ମୁଖ ଭୂଇଁକୁ ନୃତ୍ୟ ଓ ଅଭିନୟ ପାଇଁ ବ୍ୟବହାର କରାଯାଏ। କୁହାଯାଏ ଯେ ହିରଣ୍ୟକଶ୍ୟପର ସପ୍ତଲୋକ ଆଧିପତ୍ୟ ମଞ୍ଚାର 7 ପାହାଚ ଦ୍ୱାରା ଦର୍ଶାଯାଏ। ମଞ୍ଚକୁ ମୁଖ୍ୟତଃ ହିରଣ୍ୟକଶ୍ୟପର ଦରବାର ଭାବରେ କଳ୍ପନା କରାଯାଏ। ପାତ୍ରମନ୍ତ୍ରୀ ରାଣୀ ଇତ୍ୟାଦି ହିରଣ୍ୟକଶ୍ୟପର ଦୁଇ ପାର୍ଶ୍ୱରେ ମଞ୍ଚର ଉପରି ଭାଗରେ ବସିଥାନ୍ତି। ବାଦ୍ୟବୃନ୍ଦ ଓ ପାଳିଆମାନେ ମଞ୍ଚର ତଳେ ଦୁଇ ପଟେ ବସିଥାନ୍ତି। ବାଦ୍ୟଯନ୍ତ୍ର। ପ୍ରହ୍ଲାଦ ନାଟକରେ ମୁଖ୍ୟ ବାଦ୍ୟଯନ୍ତ୍ର ହେଉଛି ମୁଖବାଣୀ। ଏହା ଏକ ପ୍ରକାର ବାୟୁଚାଳିତ ସଙ୍ଗୀତ ଯନ୍ତ୍ର। ମୁଖବାଣୀ ଗୀତକୁ ଏକ ପ୍ରାରମ୍ଭିକ ଗତି ପ୍ରଦାନ କରେ। ଏହା ସଙ୍ଗେ ମର୍ଦ୍ଦଳ, ଗିନି, ଝାଞ୍ଜ ଓ ଆଜିକାଲି ହାରମୋନିୟମର ପ୍ରୟୋଗ କରାଯାଏ। ପ୍ରାୟତଃ 2 ଜଣ ମର୍ଦ୍ଦଳ ବାଦକ ଓ କେତେଜଣ ଗିନି, ଝାଞ୍ଜ ବାଦକ ଯୋଗଦାନ କରନ୍ତି। ମୁଖ୍ୟ ଗାୟକ ହାରମୋନିୟମ ବାଦନ କରି ଅଧିକାଂଶ ଗୀତ ଗାୟନ କରନ୍ତି ଓ ପାଳିଆମାନେ ତାଙ୍କୁ ଗାୟନରେ ସହଯୋଗ କରନ୍ତି। ସଙ୍ଗୀତ। ରାଜା ରାମକୃଷ୍ଣ ଛୋଟରାୟଙ୍କ ଲିଖିତ ପ୍ରହ୍ଲାଦ ନାଟକରେ ଅନେକ ଗୀତ ସଂଯୋଜିତ ହୋଇଛି। ପ୍ରତ୍ୟେକ ଗୀତର ରାଗ ଓ ତାଳ ନିର୍ଦ୍ଦେଶ କରାଯାଇଛି। ସଙ୍ଗୀତ ପଦ୍ଧତି ପୂରାପୂରି ଶାସ୍ତ୍ର ଆଧାରିତ ଉତ୍କଳୀୟ ବା ଓଡ଼ିଶୀ ସଙ୍ଗୀତ। ପ୍ରହ୍ଲାଦ ନାଟକର ସମସ୍ତ ସଙ୍ଗୀତ ଲୋକସଙ୍ଗୀତ ପର୍ଯ୍ୟାୟଭୁକ୍ତ ନୁହେଁ। ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତାର ଉତ୍କୃଷ୍ଟ ପ୍ରମାଣ ହେଉଛି ଏହି ପ୍ରହ୍ଲାଦ ନାଟକର ଗୀତ। ବ୍ୟବହୃତ ରାଗଗୁଡ଼ିକ ହେଲା ଭୈରବୀ, ଶ୍ରୀ, କଲ୍ୟାଣୀ, ସାବେରୀ, ଖମାଚ, ଝିଞ୍ଝୁଟି, ଆନନ୍ଦ ଭୈରବୀ, ପୁରୀ କଲ୍ୟାଣୀ, ମାରୁଆ, ଶଙ୍କରାଭରଣ, ନାରଦା ମକ୍ରିୟା, ସେହାନା, ନାଟା, ପାନ୍ତବରାଡ଼ି, ତୋଡ଼ି, ଘଣ୍ଟାରବ, କମୋଦି, ଶ୍ରୋଟ, ରେଗୁପ୍ତ, ଅପରୂପ, ସିନ୍ଧୁ ଖମାଚ, ଆରଭି, ବେଗଭାଗ, ଯମୁନା କଲ୍ୟାଣୀ, କେଦାର ଗୌଡ଼ା, ଦେଶୀ ଖମାଚ, ମୁଖାରୀ, ଦେଶ, ନବରୋଜ, ତୋଡ଼ି, ପୁନ୍ନାଗ ଇତ୍ୟାଦି। ବ୍ୟବହୃତ ତାଳଗୁଡ଼ିକ ହେଲା 8, 1, ଆଦି ଓ ରୂପକ। ଏହି ମଧ୍ୟରୁ ଅନେକ ରାଗ ଓ ତାଳ ଓଡ଼ିଶୀ ସଙ୍ଗୀତ ଛଡ଼ା ଅନ୍ୟାନ୍ୟ ଧାରାରେ ଉପଲବ୍ଧ। ନୃତ୍ୟ। ପ୍ରହ୍ଲାଦ ନାଟକର ନୃତ୍ୟ ଭଙ୍ଗିମା ମୁଖ୍ୟତଃ ତାଣ୍ଡବ ଧର୍ମୀ। ଲାସ୍ୟ ନୃତ୍ୟ ସ୍ୱଳ୍ପ। ହିରଣ୍ୟକଶ୍ୟପର ମଞ୍ଚ ଉପରେ ଆଗପଛ ହୋଇ ଦୋହଲିବା ନୃତ୍ୟ ବିଶେଷ ପ୍ରସିଦ୍ଧ। ପ୍ରହ୍ଲାଦ ମଧ୍ୟ ଏହି ନାଟକରେ ଦ୍ରୁତ ପାଦଚାଳନା ସଙ୍ଗେ ନୃତ୍ୟ କରି ଶୂନ୍ୟରେ ଚକ୍ରବର୍ତ୍ତୀ ଦେଖାଇଥାଏ। ପ୍ରହ୍ଲାଦ ନାଟକର ବିଶିଷ୍ଟ ଗବେଷକ ବିଶ୍ୱବିହାରୀ ଖାଡ଼ଙ୍ଗା ଏଥିରେ ଥିବା ତାଣ୍ଡବ ନୃତ୍ୟକୁ 16 ଭାଗରେ ବିଭକ୍ତ କରି ଏହାର ଉଲ୍ଲେଖ ବିଭିନ୍ନ ନାଟ୍ୟଶାସ୍ତ୍ରରେ ଥିବା ଦର୍ଶାଇଛନ୍ତି। ଚଣ୍ଡମାର୍କ ଓ ଶବର, ଶବରୁଣୀ ଆଦି ଲୋକନୃତ୍ୟ ଶୈଳୀ ମଧ୍ୟ ଏଥିରେ ଅଂଶ ହୋଇଛି। ପରିବର୍ତ୍ତନ। ପ୍ରହ୍ଲାଦ ନାଟକର ଅଭିନୟ ବେଳେ ନୃସିଂହଙ୍କ ପୂଜିତ ମୁଖା ଧାରଣ କରି ନୃତ୍ୟ ଅନୁଷ୍ଠିତ ହେଲାବେଳେ କେବେ କେବେ ନୃସିଂହଙ୍କ ଅଭିନେତାଙ୍କ ଦେହରେ କାଳିସୀ ଲାଗିଯାଏ। କାଳିସୀ ଲାଗିଲେ ଅଭିନେତାଙ୍କ ଦେହରେ ଅପୂର୍ବ ଶକ୍ତି ସଞ୍ଚାର ହୁଏ ଓ ତାଙ୍କୁ ଧରି ରଖିବା ପାଇଁ 10ରୁ 20 ବ୍ୟକ୍ତି ଆବଶ୍ୟକ ହୁଅନ୍ତି। ଏହା ନ କରାଗଲେ ସେ ନୃସିଂହଙ୍କ ପରି କ୍ରୋଧରେ ବିଧ୍ୱଂସକାରୀ ପାଲଟି ଯାଆନ୍ତି। ଏପରି ହୋଇ କେତେଥର ହିରଣ୍ୟକଶ୍ୟପ ଭାବରେ ଅଭିନୟ କରୁଥିବା ଲୋକଙ୍କୁ ନୃସିଂହ ଅଭିନେତା ପ୍ରକୃତରେ ବିଦାରି ଦେଇଥିବା କଥା ଲୋକେ କୁହନ୍ତି। ଏହିପରି ଅଘଟଣ ହେଲା ପରଠୁଁ ଆଉ ପ୍ରହ୍ଲାଦ ନାଟକରେ ଲୌହ ବା କାଂସ୍ୟ ନଖ ବ୍ୟବହାର କରାଯାଉ ନାହିଁ। ଆଗରୁ ପ୍ରହ୍ଲାଦଙ୍କ 16 ଦଣ୍ଡ ଭିତରୁ ଅଧିକାଂଶ ପ୍ରକୃତରେ ଅନୁଷ୍ଠିତ ହେଉଥିଲେ। ପ୍ରହ୍ଲାଦ ଚରିତ୍ରର ଅଭିନେତା ଏହି ସବୁ କଳାରେ ପାରଙ୍ଗମ ହୋଇ ସେଗୁଡ଼ିକୁ କରି ଦେଖାଉଥିଲେ। ଉଦାହରଣ ସ୍ୱରୂପ ସର୍ପଦଣ୍ଡରେ ପ୍ରକୃତ ବିଷଧର ସାପ ବ୍ୟବହାର ହେଉଥିଲେ। ଆଧୁନିକ ଯୁଗରେ ସେହି ପ୍ରଥାକୁ ବନ୍ଦ କରିଦିଆଯାଇଛି। ସଂରକ୍ଷଣ। ଏକଦା ଗଞ୍ଜାମ ଜିଲ୍ଲାରେ ପ୍ରହ୍ଲାଦ ନାଟକର 150ରୁ ଅଧିକ ଦଳ ଥିଲେ। ଲୋକରୁଚିର ଅଭାବ ଓ ଆର୍ଥିକ ଅସୁବିଧା ଯୋଗୁଁ ଏହି ସଂଖ୍ୟା କମି କମି ଏବେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ମାତ୍ର 20ଟି ଦଳ ରହିଛନ୍ତି। ପ୍ରହ୍ଲାଦ ନାଟକ ଉପରେ ଡକ୍ଟର ସୁରେଶ ବଳବନ୍ତରାୟ ଓ ଆମେରିକାର ଡକ୍ଟର ଜନ୍ ଏମି ପ୍ରମୁଖ ଗବେଷକ ଅଟନ୍ତି। ଆମେରିକାର ବ୍ରାଉନ ବିଶ୍ୱବିଦ୍ୟାଳୟର ଡକ୍ଟର ଏମି 1980ରୁ 1982 ମସିହା ମଧ୍ୟରେ ପ୍ରହ୍ଲାଦ ନାଟକ ଉପରେ ଗବେଷଣା କରି ଏହା ଉପରେ ଅନେକ ଅଜଣା ତଥ୍ୟ ଲୋକଲୋଚନକୁ ଆଣିଥିଲେ। ବାଘ ନାଚ।